ଆଜି ଡୁଙ୍ଗରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ସ୍ଥିତ ବାଉଁଶ ବଣଠାରେ ବିଶ୍ୱକର୍ମା ମେକାନିକ ସଂଘ ଡୁଙ୍ଗରିପାଲି ତରଫରୁ ମଛିନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ବାର୍ଷିକ ବଣଭୋଜି ଏବଂ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଶ୍ୱକର୍ମା ମେକାନିକ ସଂଘର ଏକ ସ୍ଥାୟୀ କମିଟି ଗଠିତ ହୋଇଥିଲା। ସମସ୍ତ ସଦସ୍ୟଙ୍କ ସମର୍ଥନରେ ଶ୍ରୀଯୁକ୍ତ ତୁଳସୀରାମ ବାରିକଙ୍କୁ ସଭାପତି ଓ ଯଦୁମଣି ଉଦୟଙ୍କୁ ଉପସଭାପତି ଦାୟିତ୍ୱ ଦେଇଥିବା ବେଳେ ସମ୍ପାଦକ ନିତ୍ୟାନନ୍ଦ ମେହେର ଏବଂ କୋଷାଧ୍ୟକ୍ଷ ବଣ୍ଟୁ ଦାସଙ୍କୁ ଚୟନ କରାଗଲା। ଉକ୍ତ ବୈଠକରେ ଭୋଲାନାଥ ଜୁଆଡ଼ି, ଅଶୋକ ନାଗ, ଆଲୋକ କର୍ମକାର, ପଙ୍କଜ ପ୍ରଧାନ, ହରିରାମ ତିଶ୍ରୀ, ବିଜୟ କେରଲି, ମହମ୍ମଦ ଗୁଡ୍ଡୁ ବଡତିଆଙ୍କ ସହ ବ୍ଲକର ଶତାଧିକ ମେକାନିକ ଉପସ୍ଥିତ ଥିଲେ। ଶେଷରେ ବଣ୍ଟୁ ତିଶ୍ରୀ ଧନ୍ୟବାଦ ଦେଇଥିଲେ।